ଗଣେଶଙ୍କ ଚତୁରତା। ଉଦୟଶ୍ରେଣୀ ଭାଇ ଭଉଣୀ ଗପଟିକୁ ଭଲ ଭାବରେ ମନେ ରଖିବା। ଗଣେଶ ଓ କାର୍ତ୍ତିକ ଦୁଇ ଭାଇ। ସେମାନେ ପିତା ଶିବ ଓ ମାତା ପାର୍ବତୀଙ୍କ ସହିତ କୈଳାସ ପର୍ବତରେ ରହୁଥିଲେ। ଦୁଇ ଭାଇଙ୍କ ମଧ୍ୟରୁ ଗଣେଶ ଶାନ୍ତଶିଷ୍ଟ ଓ ବୁଦ୍ଧିମାନ ଥିଲେ। କାର୍ତ୍ତିକ ସୁନ୍ଦର କିନ୍ତୁ ଟିକେ ଚଞ୍ଚଳ ଥିଲେ। ଥରେ ଗଣେଶ ଓ କାର୍ତ୍ତିକ ସାଙ୍ଗ ହୋଇ ଖେଳୁଥିଲେ। ଦୁହିଁଙ୍କ ଭିତରେ କଥା ପଡ଼ିଲା, ପୃଥିବୀ ଚାରିପଟେ ବୁଲି କିଏ ଆଗ ପହଞ୍ଚିବ। କାର୍ତ୍ତିକ କହିଲେ, ଗଣେଶ, ତୁମର ବାହନ ମୂଷା। ତୁମକୁ ନେଇ ସେ କେତେ ବାଟ ଯିବ? ମୋ ବାହନ ହେଉଛି ମୟୂର। ସଙ୍ଗେ ସଙ୍ଗେ ପୃଥିବୀ ଚାରିପଟେ ବୁଲି ଆସିବ। ତୁମେ ନିଶ୍ଚୟ ହାରିଯିବ। ଏକଥା କହି କାର୍ତ୍ତିକ ମୟୂର ଉପରେ ବସି ଉଡ଼ି ଚାଲିଗଲେ। ଗଣେଶ କିଛି କହିଲେ ନାହିଁ, ଚୁପଚାପ ହୋଇ ରହିଲେ। କିଛି ସମୟ ପରେ ନିଜ ବାହନରେ ବସି ତାଙ୍କର ପିତା ଶିବ ଓ ମାତା ପାର୍ବତୀଙ୍କ ଚାରିପାଖରେ 3 ଥର ବୁଲି ଆସିଲେ। ଅଳ୍ପ ସମୟ ପରେ କାର୍ତ୍ତିକ ତାଙ୍କ ମୟୂର ଉପରେ ବସି ଘରକୁ ଫେରିଲେ। ଦେଖିଲେ ବାପା ମାଙ୍କ ପାଖରେ ଗଣେଶ ବସିଛନ୍ତି। ସେ କହିଲେ, ଗଣେଶ, ତୁମେ ହାରିଗଲ। ଗଣେଶ କହିଲେ, ତୁମେ ସିନା ପୃଥିବୀ ଚାରିପଟେ ଥରେ ବୁଲି ଆସିଲ, ମୁଁ କିନ୍ତୁ 3 ଥର ବୁଲି ଆସିଛି। କାର୍ତ୍ତିକ ଆଶ୍ଚର୍ଯ୍ୟ ହୋଇ ଅନାଇଲେ। ଗଣେଶ କହିଲେ, ବାପା ମା ପୃଥିବୀଠାରୁ ମଧ୍ୟ ବଡ଼। ମୁଁ ତାଙ୍କ ଚାରିପାଖରେ 3 ଥର ବୁଲି ଆସିଛି। ଶିବ ଓ ପାର୍ବତୀ ଚୁପଚାପ ଦୁଇ ଭାଇଙ୍କ କଥା ଶୁଣୁଥିଲେ। ମାତା ପାର୍ବତୀ କହିଲେ, ଗଣେଶ ବଡ଼ ଚତୁର, ତେଣୁ ସେ ବୁଦ୍ଧି ବଳରେ ଜିତି ଯାଇଛି।